ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାର ନୂଆ ଗାଇଡ଼ଲାଇନ୍ଟି ଆସିଛି। ତ ଚାଲନ୍ତୁ ଜାଣିନେବା ଏହାର କ'ଣ କ'ଣ ଗାଇଡ଼ଲାଇନ୍ ରହିଛି। ଦେଖିପାରୁଥିବେ ଉପରେ ଓଡ଼ିଶା ସରକାର ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ପଞ୍ଚାୟତରାଜ ଆଣ୍ଡ ଡ୍ରିଙ୍କିଂ ୱାଟର ଡିପାର୍ଟମେଣ୍ଟ ତରଫରୁ ସୁନ୍ଦର ଗାଇଡ଼ଲାଇନ୍ଟି ଆସିଛି। ଆପଣମାନେ ଜାଣନ୍ତି ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରର ମୁଣ୍ଡ ଉପରେ ପକ୍କା ଛତଟିଏ ଗଢ଼ି ତୋଳି ସେମାନଙ୍କୁ ନିରାପଦ ଆଶ୍ରୟସ୍ଥଳୀ ଯୋଗାଇ ଦେବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପ୍ରାଥମିକତା। 2016 ମସିହାରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ ରାଜ୍ୟରେ 28,25,000 ପରିବାରଙ୍କୁ ଗୃହ ମଞ୍ଜୁର କରାଯାଇଥିବା ସ୍ଥଳେ 23 ଲକ୍ଷରୁ ଉର୍ଦ୍ଧ୍ୱ ଗୃହର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ଏହି ଯୋଜନାର ହିତାଧିକାରୀ ଚୟନ ପଦ୍ଧତିକୁ କୋହଳ କରାଯାଇ 2 ଚକିଆ ଯାନ, ଫ୍ରିଜ୍ ଅଥବା ଲ୍ୟାଣ୍ଡଲାଇନ୍ ଫୋନ୍ ଥିବା ପରିବାରକୁ ଅଯୋଗ୍ୟ ବିବେଚନା କରାଯାଉନାହିଁ। ଯୋଗ୍ୟ ହିତାଧିକାରୀଙ୍କ ନିମନ୍ତେ ପରିବାରର ମାସିକ ଆୟର ସୀମା 10,000ରୁ 15,000 ଟଙ୍କାକୁ ବୃଦ୍ଧି କରାଯାଇଛି। ପରିବର୍ତ୍ତିତ ଯୋଗ୍ୟତା ମାନଦଣ୍ଡ ଆଧାରରେ ବଳକା ଥିବା ସମସ୍ତ ଯୋଗ୍ୟ ପରିବାରଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଗୃହ ମଞ୍ଜୁର ଲକ୍ଷ୍ୟରେ ସରକାର ନୂତନ ସର୍ଭେ ଆରମ୍ଭ କରିବାକୁ ଯାଉଛନ୍ତି। ପୂର୍ବରୁ ସମସ୍ତ ସର୍ଭେ କେବଳ କ୍ଷେତ୍ର କର୍ମଚାରୀଙ୍କ ଦ୍ୱାରା ହେଉଥିବା ସ୍ଥଳେ ଚଳିତ ସର୍ଭେରେ ଆଶାୟୀ ପରିବାର ମଧ୍ୟ ନିଜର ସର୍ଭେ କରିପାରିବା। ଏହି ସର୍ଭେର ଏକ ପ୍ରମୁଖ ବିଶେଷତ୍ୱ ଏହାଦ୍ୱାରା ଯୋଗ୍ୟ ହିତାଧିକାରୀଙ୍କର ସର୍ଭେରୁ ବାଦ୍ ପଡ଼ିବା ଆଶଙ୍କା ଦୂର ହୋଇପାରିବ ଓ ସେମାନେ ତାଲିକାଭୁକ୍ତ ହୋଇପାରିବେ। ଏ ସମ୍ପର୍କରେ ଜନସାଧାରଣଙ୍କୁ ତାଲିମ ଦେବା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ଏକ କର୍ମଶାଳା ଆୟୋଜନ କରାଯିବ। ଏହି କର୍ମଶାଳା 15 କିମ୍ବା 15ରୁ କମ୍ ସଂଖ୍ୟକ ଗ୍ରାମ ପଞ୍ଚାୟତରେ ଥିବା ବ୍ଲକରେ ତାରିଖ 2/12/2024ରେ 16ରୁ 25 ସଂଖ୍ୟକ ଗ୍ରାମ ପଞ୍ଚାୟତ ଥିବା ବ୍ଲକରେ 2/12/2024 ଓ ତାରିଖ 3/12/2024 ଏବଂ 25ରୁ ଉର୍ଦ୍ଧ୍ୱ ସଂଖ୍ୟକ ଗ୍ରାମ ପଞ୍ଚାୟତ ଥିବା ବ୍ଲକରେ 2/12/2024 ଓ 3/12/2024 ତାରିଖରେ ଓ ତାରିଖ 4/12/2024 ତାରିଖରେ ଆୟୋଜିତ ହେବେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ କର୍ମଶାଳାର କାର୍ଯ୍ୟନିର୍ଘଣ୍ଟକୁ ବହୁଳ ପ୍ରଚାର ଓ ପ୍ରସାର ମାଧ୍ୟମରେ ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ଅବଗତ କରାଇବେ। ଏହି କର୍ମଶାଳାରେ ହିତାଧିକାରୀଙ୍କୁ ନିଜ ଦ୍ୱାରା ସର୍ଭେ କରିବାର ପ୍ରଣାଳୀ ବୁଝାଇବା ସହିତ ସର୍ଭେ ସମୟରେ ଆବଶ୍ୟକ ହେଉଥିବା ପରିବାର ସଦସ୍ୟଙ୍କ ଆଧାର, ଜବ୍ କାର୍ଡ଼, ବ୍ୟାଙ୍କ ଜମା ଖାତା ବିବରଣୀ ଇତ୍ୟାଦି ସଂକ୍ରାନ୍ତୀୟ ତଥ୍ୟକୁ ପ୍ରସ୍ତୁତ ପାଇଁ ଜଣାଇ ଦିଆଯିବ। ବ୍ଲକ ସ୍ତରୀୟ କର୍ମଚାରୀଙ୍କୁ ସର୍ଭେ ପ୍ରକ୍ରିୟା ବାବଦରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦ୍ୱାରା ତାରିଖ 18/11/2024ରେ ତାଲିମ ପ୍ରଦାନ କରାଯାଇଛି। ପ୍ରତ୍ୟେକ ଗ୍ରାମର ସର୍ଭେ ପାଇଁ ନିର୍ଦ୍ଦିଷ୍ଟ ବ୍ଲକ କର୍ମଚାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସର୍ଭେର ସଠିକତା ପାଇଁ ଗ୍ରାମ ପାଇଁ ବିଭିନ୍ନ ଉଦ୍ଦିଷ୍ଟ ଥିବା ସମ୍ପୃକ୍ତ ବ୍ଲକ କର୍ମଚାରୀ ଉତ୍ତରଦାୟୀ ରହିବେ। ବ୍ଲକ କର୍ମଚାରୀ ଗ୍ରାମର ପ୍ରତ୍ୟେକ ସାହିକୁ ଗସ୍ତ କରି ଗୃହହୀନ ଏବଂ କଚ୍ଚା ଘରେ ରହୁଥିବା ସମସ୍ତ ପରିବାରଙ୍କୁ ସର୍ଭେରେ ଅନ୍ତର୍ଭୁକ୍ତ କରିବେ। ସର୍ଭେ ସମୟରେ ନିଜକୁ ଯୋଗ୍ୟ ମନେ କରୁଥିବା ସମସ୍ତ ପରିବାରଙ୍କୁ ତାଲିକାଭୁକ୍ତ କରାଯିବ। ଯାଞ୍ଚ ସମୟରେ ଅଯୋଗ୍ୟ ପରିବାରଙ୍କୁ ବାଦ୍ ଦେଇ କେବଳ ଯୋଗ୍ୟ ପରିବାରକୁ ତାଲିକାଭୁକ୍ତ କରାଯିବ। ପୂର୍ବ 51ବର୍ତ୍ତୀ ପରିବାରର ସଦସ୍ୟମାନେ ପୃଥକ ଭାବରେ ବସବାସ କରୁଥିଲେ ସେମାନଙ୍କୁ ଏହି ସର୍ଭେରେ ଭିନ୍ନ ପରିବାର ହିସାବରେ ଗଣନା କରାଯାଇ ସର୍ଭେରେ ଅନ୍ତର୍ଭୁକ୍ତ କରାଯିବ। ଯୋଗ୍ୟ ଭିନ୍ନକ୍ଷମ ସଦସ୍ୟ, ତୃତୀୟ ଲିଙ୍ଗୀ, ବିଧବା, ନିରାଶ୍ରୟ ଏବଂ ମୁକ୍ତଗତି ଶ୍ରମିକ ପରିବାରଙ୍କ କ୍ଷେତ୍ରରେ ସେମାନଙ୍କୁ ତାଲିକାଭୁକ୍ତ କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱତନ୍ତ୍ର ଧ୍ୟାନ ଦେବେ। କ୍ଷେତ୍ର କର୍ମଚାରୀ ସର୍ଭେ ସମୟରେ ପରିବାରର ସମସ୍ତ ସଦସ୍ୟଙ୍କର ବୟସ, ବୃତ୍ତି, ଶିକ୍ଷାଗତ ଯୋଗ୍ୟତା, ଆଧାର ନମ୍ବର, ଜବ୍ କାର୍ଡ଼ ନମ୍ବର, ରୋଜଗାର ଇତ୍ୟାଦି ସଂକ୍ରାନ୍ତୀୟ ତଥ୍ୟ ପୂରଣ କରିବେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣର ମାର୍ଗଦର୍ଶିକାରେ ଉଲ୍ଲେଖ ଥିବା ଅଯୋଗ୍ୟତା କାରଣ ବାବଦରେ ପରିବାରର ମୁଖ୍ୟଙ୍କ ଠାରୁ ତଥ୍ୟ ସଂଗ୍ରହ କରି ଆବାସ ଆପ୍ରେ ଉଲ୍ଲେଖ କରିବେ। ପରିବାରର ମହିଳା ମୁଖ୍ୟ ହିଁ କେବଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣର ହିତାଧିକାରୀ ଭାବେ ପରିଗଣିତ ହେବେ। ଯେଉଁ ପରିବାରର ପ୍ରାପ୍ତବୟସ୍କା ମହିଳା ସଦସ୍ୟ ନଥିବେ ସେହି ପରିବାର ପାଇଁ ହିତାଧିକାରୀ ଚୟନ ସମ୍ପର୍କରେ ବ୍ଲକ କର୍ମଚାରୀ ସଦସ୍ୟମାନଙ୍କ ସହ ଆଲୋଚନା ମୁତାବକ ନିଷ୍ପତ୍ତି ନେବେ। ସର୍ଭେ ସମୟରେ ହିତାଧିକାରୀଙ୍କ ମୁହଁ ଓ ଆଖି ଡୋଳାର ଫଟୋ ଆବାସ ଆପ୍ ଜରିଆରେ ଉଠାଯିବ। ପରବର୍ତ୍ତୀ ସମୟରେ ଏହି ଉଠାଯାଇଥିବା ଫଟୋ ସହିତ ହିତାଧିକାରୀଙ୍କ ଆଧାର ଏବଂ ବ୍ୟାଙ୍କ ଆକାଉଣ୍ଟକୁ ଯାନ୍ତ୍ରିକ ପଦ୍ଧତିରେ ମେଲ କରାଯିବ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ ମଜବୁତ ତଥା ବାତ୍ୟା ବନ୍ୟା ଭଳି ଦୁର୍ବିପାକକୁ ମୁକାବିଲା କରିପାରୁଥିବା ଘର ନିର୍ମାଣ ପାଇଁ ସରକାର ଅନେକ କିସମର ଗୃହର ନକ୍ସା ପ୍ରସ୍ତୁତ କରିଛନ୍ତି। ବ୍ଲକ କର୍ମଚାରୀ ସର୍ଭେ ସମୟରେ ହିତାଧିକାରୀଙ୍କୁ ଏହି ସମସ୍ତ ନକ୍ସା ପ୍ରଦର୍ଶନ କରାଇ ଏଥିମଧ୍ୟରୁ ନିଜର ପସନ୍ଦ ମୁତାବକ ଗୃହର ନକ୍ସା ଚୟନ କରିବାକୁ ଜଣାଇବେ। ଗୃହ ନିର୍ମାଣ ହେବାକୁ ଥିବା ଖାଲି ଜାଗାର ଫଟୋ ଉଠାଇ ସେହି ଜାଗାରେ ହିତାଧିକାରୀ ବାଛିଥିବା ଘର ନକ୍ସାଟି ବାସ୍ତବରେ କିପରି ଦେଖାଯିବ ତାହା ତାଙ୍କୁ ପ୍ରଦର୍ଶନ କରାଇବେ। ହିତାଧିକାରୀ ଭୂମିହୀନ ହୋଇଥିଲେ ଏହାର ତଥ୍ୟ ମୋବାଇଲ ଆପ୍ରେ ଉଲ୍ଲେଖ କରାଯିବ। ଯଦି ହିତାଧିକାରୀ ରାଜମିସ୍ତ୍ରୀ ତାଲିମ ନିମନ୍ତେ ଆଗ୍ରହ ପ୍ରକାଶ କରନ୍ତି ତେବେ ଏହା ମଧ୍ୟ ମୋବାଇଲ ଆପ୍ରେ କ୍ଷେତ୍ର କର୍ମଚାରୀ ଉଲ୍ଲେଖ କରିବେ। ସର୍ଭେ ଆରମ୍ଭ ହେବାର 1 ମାସ ପରେ କ୍ଷେତ୍ର କର୍ମଚାରୀଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ଓ ହିତାଧିକାରୀଙ୍କ ଦ୍ୱାରା ପଞ୍ଜୀକୃତ ହୋଇଥିବା ପରିବାରଙ୍କୁ ନାମକୁ ଗ୍ରାମ ୱାରି ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଦର୍ଶନ କରାଯିବ। ପୁନର୍ବାର 15 ଦିନ ବ୍ୟବଧାନ ପରେ ନୂତନ ଚିହ୍ନଟ ହୋଇଥିବା ପରିବାରଙ୍କ ତାଲିକା ପ୍ରଦର୍ଶନ କରାଯିବ। ଏହାଦ୍ୱାରା ତାଲିକାଭୁକ୍ତ ହୋଇଥିବା ପରିବାରର ସମ୍ପର୍କରେ ଗ୍ରାମବାସୀ ସୂଚନା ପାଇବା ସହିତ ବଳକା ରହିଯାଇଥିବା ଯୋଗ୍ୟ ହିତାଧିକାରୀ ନିଜ ଦ୍ୱାରା ଅଥବା ବ୍ଲକ ଅଧିକାରୀଙ୍କ ଦ୍ୱାରା ସର୍ଭେ ତାଲିକାଭୁକ୍ତ ହେବା ପାଇଁ ସୁଯୋଗ ପାଇପାରିବେ। ସର୍ଭେ ଶେଷ ହେବା ପରେ କ୍ଷେତ୍ର କର୍ମଚାରୀଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ତଥା ହିତାଧିକାରୀଙ୍କ ଦ୍ୱାରା ପଞ୍ଜୀକୃତ ହୋଇଥିବା ସମସ୍ତ ପରିବାରଙ୍କର ତାଲିକାକୁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର, ବିଦ୍ୟାଳୟ ଓ ଗ୍ରାମର ପ୍ରମୁଖ ସ୍ଥାନରେ ଜନସାଧାରଣ ଅବଗତି ନିମନ୍ତେ ପ୍ରଦର୍ଶନ କରାଯିବ। କୌଣସି ଅଯୋଗ୍ୟ ବ୍ୟକ୍ତି ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲେ ଜନସାଧାରଣଙ୍କର ଆପତ୍ତି ଦରଖାସ୍ତ ନିମ୍ନ ଉପାୟରେ ଗ୍ରହଣ କରାଯିବ। 1 ନମ୍ବରରେ ରହିଛି ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ ବାକ୍ସରେ ଦାଖଲ କରି। 2 ଟୋଲ୍ ଫ୍ରି ନମ୍ବରକୁ ଫୋନ୍ କରି। 3 RH ପୋର୍ଟାଲରେ ଆପତ୍ତି ପଞ୍ଜୀକୃତ କରାଇ ପ୍ରାପ୍ତ ଆପତ୍ତି ଦରଖାସ୍ତକୁ ବ୍ଲକ ସ୍ତରୀୟ 3 ଜଣିଆ ଦଳ ମାଧ୍ୟମରେ ସରଜମିନ ତଦନ୍ତ କରାଯିବ। ତଦନ୍ତ ପରେ ଉଭୟ ଯୋଗ୍ୟ ଏବଂ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ଗ୍ରାମସଭାର ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ। ସର୍ଭେ ଆରମ୍ଭ ହେବାର ଦିବସକୁ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ। ସର୍ଭେ ଆରମ୍ଭ ଦିନଠାରୁ 2 ମାସ ମଧ୍ୟରେ କାର୍ଯ୍ୟ ପ୍ରକ୍ରିୟା ଶେଷ କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦକ୍ଷେପ ନେବେ। ଜିଲ୍ଲାପାଳ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନିଜେ ଏବଂ ଜିଲ୍ଲାସ୍ତରୀୟ ଅଧୀନଙ୍କ ଦ୍ୱାରା ଏହି ସର୍ଭେକୁ ତଦାରଖ କରିବେ ଯେପରିକି କୌଣସି ଯୋଗ୍ୟ ପରିବାର ସର୍ଭେରୁ ବାଦ ପଡ଼ିବେ ନାହିଁ। ଯଦି ଆପଣଙ୍କୁ ଆମର ଏହି ଇନଫର୍ମେସନଟି ଭଲ ଲାଗିଥାଏ ତାହେଲେ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଇନଫର୍ମେସନ ପାଇପାରିବେ। ପରବର୍ତ୍ତୀ ଏହାର ଆପ୍ଲାଏ ପ୍ରୋସେସ ଭିଡ଼ିଓଟି ମୁଁ ବର୍ତ୍ତମାନ ଅପଲୋଡ଼ କରିବି। ଧନ୍ୟବାଦ। ଜୟ ଜଗନ୍ନାଥ।